ଚିକେନ ବିରିୟାନୀ ତ ଆମେ ବହୁତ ଖାଇଲେ, ତ ଚାଲନ୍ତୁ ଆଜି କିଛି ଅଲଗା ବନେଇବା। ଆଜି ମୁଁ ବନଉଛି ପ୍ରନ୍ ବିରିୟାନୀ। ବିରିୟାନୀ ପାଇଁ ବିରିୟାନୀ ଚାଉଳକୁ ଧୋଇ ଧାଇ କରି ବତୁରିବା ପାଇଁ ମୁଁ ରଖିଦେଇଛି। ଗୋଟେ ନେଇଛି ମୁଁ ଚିଙ୍ଗୁଡ଼ି। ଚିଙ୍ଗୁଡ଼ିକୁ ଭଲ ଭାବେ ଧୋଇ ଧାଇ କରି ସଫାସୁତୁରା କରି ତା ଦେହରେ ଲୁଣ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା ରସୁଣ ପେଷ୍ଟ, ଦହି ଆଉ ବିରିୟାନୀ ମସଲା ଏସବୁକୁ ଭଲ ଭାବେ ଗୋଳେଇକି 30 ମିନିଟ୍ସ ପାଇଁ ମ୍ୟାରିନେସନ ପାଇଁ ମୁଁ ତାକୁ ରଖିଦେଇଛି। ତାପରେ ଏଠି ମୁଁ ପିଆଜକୁ ଗୋଲ୍ଡେନ ବ୍ରାଉନ୍ ହବା ପର୍ଯ୍ୟନ୍ତ ଛାଣି ବାହାର କରି ରଖିଦେଇଛି। ସେମ୍ ତେଲରେ ମୁଁ ଆଉ କିଛି ପିଆଜକୁ ଗୋଲ୍ଡେନ ବ୍ରାଉନ୍ ହବା ପର୍ଯ୍ୟନ୍ତ ଭାଜି ନେଇଛି। ଦେନ୍ ତାପରେ ମ୍ୟାରିନେଟେଡ୍ ହେଇଥିବା ପ୍ରନ୍କୁ ମୁଁ ସେଥିରେ ଦେଇଦେଇଛି। ଦେଖିପାରୁଥିବେ ପାଣି ବି ଗରମ ହେଇସାରିଲାଣି। ସେଥିରେ ମୁଁ ଦେଇଛି ଗୋଟା ମସଲା, ଲୁଣ ଆଉ ଅଳ୍ପ କିଛି ରିଫାଇନ୍ ଅଏଲ୍। ଦେନ୍ ବତୁରା ଯାଇଥିବା ବିରିୟାନୀ ଚାଉଳକୁ ସେଥିରେ ମୁଁ ଦେଇଛି। ଚିଙ୍ଗୁଡ଼ିଟି ବି ଏଠି ଆମର ବହୁତ ଭଲ ଭାବେ କଷା ହେଇସାରିଲାଣି। ତାପରେ ନେଇଛି ମୁଁ ଗୋଟେ ହାଣ୍ଡିରେ ଦେଇଦେଇଛି ଅଳ୍ପ କିଛି ଘିଅ, କାହିଁକି ନା ଆମକୁ ଏଠି ବିରିୟାନୀଟି ଦମ୍ ଦେବାର ଅଛି। ଦେନ୍ ଆପଣ ଏଠି ଦେଖିପାରୁଥିବେ ମୁଁ ଆଗେ ଦେଇଦେଇଛି ବିରିୟାନୀ ରାଇସ୍କୁ। ଦେନ୍ ତାପରେ ଏଠି ଦେଇଛି ମୁଁ ଭଜା ରଖିଥିବା ପିଆଜକୁ। ତାପରେ ମୁଁ ଏଠି ଦେବି କଷି ରଖିଥିବା ଚିଙ୍ଗୁଡ଼ିକୁ। ସେମ୍ ପ୍ରୋସିଡିୟରରେ ମୁଁ ଏଠି ଲେୟାରିଂ କରିକି ବିରିୟାନୀଟିକୁ ଦମ୍ ଦେବି। ଲେୟାରିଂଟି ଏଠି ମୋର ସରିଯାଇଛି। ମୁଁ ଏବେ ଆଡ୍ କରୁଛି ମିଠା ଅତର ଆଉ କିଛି କାଟି ରଖିଥିବା କଞ୍ଚା ଲଙ୍କାକୁ। ତାପରେ ଏଠି ମୁଁ ଦେଇ ଦଉଛି ଅଳ୍ପ କିଛି ଘିଅ। ସବୁକୁ ଦେଇ ସାରିବା ପରେ ଏଠି ମୁଁ ଢାଙ୍କୁଣୀ ଲଗେଇ ତା ଉପରେ ଓଜନିଆ ଜିନିଷକୁ ମୁଁ ବସେଇ ଦେଇଛି। ଫାଇନାଲି ଦେଖିପାରୁଥିବେ ବିରିୟାନୀଟି ଆମର ଏଠି ପ୍ରସ୍ତୁତ ହେଇଯାଇଛି। କାହାକୁ ପ୍ରନ୍ ବିରିୟାନୀ ପସନ୍ଦ ନିହାତି କମେଣ୍ଟ ସେକ୍ସନରେ ଜଣେଇବେ। ଆଉ ନେକ୍ସଟ ମୁଁ କୋଉ ରେସିପି ଆଣିବି ନିହାତି ସଜେଷ୍ଟ କରିବେ। ରହିଲି, ନମସ୍କାର।